ଆସନ୍ତୁ ଶୁଣିବା ଗଳ୍ପ ମାଟିର ତାଜ। ଗାଳ୍ପିକ ସଚ୍ଚିଦାନନ୍ଦ ରାଉତରାୟ। ଶାଶୁଘର ଯିବାର ବର୍ଷ ଗୋଟିଏ ନ ପୁରୁଣୁ ଗିରସ୍ତ ସଙ୍ଗେ ଖଟା ମିଠା କଜିଆ ଲଗାଇ ତାଠୁ ତଲାଖ ଆଦାୟ କରି ଅମିନା ଯେତେବେଳେ ବଳଦ ଗାଡ଼ି ଖଣ୍ଡକରେ ଜିନିଷପତ୍ର ବୋଝେଇ କରି ଆସି ବାପ ଘରେ ପହଞ୍ଚିଲା, ସେତେବେଳେ ବୁଢ଼ା ଦିଲିର ଖାଁ ଦାଣ୍ଡ ପିଣ୍ଡାରେ ବସି ବିଡ଼ି ତିଆରି କରୁଥିଲା। ଦୂରରୁ ବଳଦ ବେକରେ ଘଣ୍ଟି ଘାଗୁଡ଼ି ଶବ୍ଦ ଶୁଣି କେତେଜଣ ସାହି ଲୋକ କିଏ ଆସୁଛି ଦେଖିବା ପାଇଁ ଗାଁ ଦାଣ୍ଡରେ ଜମା ହୋଇଥିଲେ। ପଡ଼ିଶା ଘର ମଦନା ଖଟେଇ ମଧ୍ୟ ଭାତ କଂସା ଉପରୁ ଦରଖିଆ ହୋଇ ଉଠି ଆସି ଉତ୍ସୁକ ଦୃଷ୍ଟିରେ ସେ ଆଡ଼କୁ ଚାହିଁ ରହିଥିଲା। ଶଗଡ଼ ଗାଡ଼ିରୁ ଓହ୍ଲାଇ ପଡ଼ି ସେହି ଉଦ୍ୟତ ଆଖିଗୁଡ଼ାକ ଆକ୍ରମଣରୁ ନିଜକୁ ରକ୍ଷା କରିବା ଲାଗି ଅମିନା ତମତମ ହୋଇ ଘର ଭିତରକୁ ପଶିଗଲା ବେଳେ ଗୋଟାଏ ତୀବ୍ର କଟାକ୍ଷରେ ମଦନାକୁ ବିଦ୍ଧ କରି ଅଧେ ଶୁଣା ଅଧେ ନ ଶୁଣା ସ୍ୱରରେ କହିଲା, ମଦନା ଭାଇ ସଲାମ। ବୁଢ଼ା ଦିଲିର ଖାଁ ବିଡ଼ି ବୋଳା ବନ୍ଦ କରି ଟିକିଏ ତା ଝୁଅ ଆଡ଼କୁ ଚାହିଁଥିଲା। ତାପରେ ଆଙ୍ଗୁଠି ଗୁଡ଼ାକ ଅଧିକ ଜୋରରେ ଶୁଖିଲା ବିଡ଼ିପତ୍ର ଉପରେ ମାଡ଼ି ଚାଲିଲେ। କତୁରୀଟା ଆହୁରି ଜୋରରେ ଝଣଝଣ ଶବ୍ଦ କରି ଚିତ୍କାର କରି ଉଠିଲା। ମଦନା ତାର କୁରାଢ଼ୀ ନିହାଣ ଲୁହା ଗଜ ଧରି ଭାରି ଗମ୍ଭୀର ଭାବରେ ପଥର ସୁଆଁସ କରିବା ଲାଗି ଖଣିକୁ ବାହାରିଗଲା। କୁରାଢ଼ୀ ଚୋଟ ଠିକ୍ ଭାବରେ ପଥର ଉପରେ ବାଜୁନଥିଲେ ମଧ୍ୟ ମଦନା ସେଦିନ ଝାଳନାଳ ଆଣ୍ଠିଏ ହୋଇ ଅବିଶ୍ରାନ୍ତ ପଥର ଚାଞ୍ଚିଲା। ଅମିନା ଆସିଲା ଦିନୁ ଗାଁ ଯାକର ଆଖି ଦିଲିର ଖାଁ ଘର ଉପରେ ପଡ଼ିଛି। କି ହିନ୍ଦୁ କି ମୁସଲମାନ ପ୍ରତ୍ୟେକ ସାହି ଲୋକ ସେ ବାଟେ ଚାଲିଗଲା ବେଳେ ଟିକେ ଟିକେ ଦିଲିର ଖାଁର ଘର ଆଡ଼କୁ ଚାହିଁ ଯାଉଛନ୍ତି। ଦି ଚାରିଟା ଟୋକା ଦାଣ୍ଡରେ ସାଇକେଲ ଚକ ଗଡ଼େଇ ଖେଳୁଥିଲା ବେଳେ ଚକଟା ଦିଲିର ଖାଁ ଘର ସାମ୍ନାରେ ଚିତ୍ ହୋଇ ପଡ଼ିଗଲେ ସେଟାକୁ ସଙ୍ଗେ ସଙ୍ଗେ ଉଠାଇ ନେଉନାହାନ୍ତି। ଟିକିଏ ରହମଠ ହୋଇ କ'ଣ ଗୋଟାଏ ସତେ ଯେମିତି ଘଟିଛି ତାହା ଦେଖିବା ଲାଗି ଦିଲିର ଖାଁ ଘର ଆଡ଼କୁ ରହି ରହି ଅନାଉଛନ୍ତି। ଦି ଚାରିଟା ମୁସଲମାନ ଟୋକା ଗତ ସାଲେ କଟକକୁ ତାଜିଆ ଦେଖିବାକୁ ଯାଇ ଗୋଟେ ଟେନିସ୍ ବଲ୍ କିଣି ଆଣିଥିଲେ। ଗାଁ ଦାଣ୍ଡରେ ଟେନିସ୍ ବଲ୍ ଖେଳୁ ଖେଳୁ ବଲ୍ଟାକୁ ଜାଣି ଜାଣି ଦିଲିର ଖାଁର ଘର ଭିତରକୁ ଫୋପାଡ଼ି ଦେଇ ସେମାନଙ୍କର ପିଲାଦିନର ଚିହ୍ନା ଅମିନା ଚାଚିକୁ ଦେଖି ଆସିବାର ସୁଯୋଗ ଛାଡ଼ୁନାହାନ୍ତି। ଦିଲିର ଖାଁ ଏସବୁ ଯେ ଅନୁଭବ କରି ନ ପାରୁଛି ତା ନୁହେଁ, ହେଲେ ତା ମନର ଭାବକୁ ଘୋଡ଼େଇ ରଖି ହାତର କତୁରୀଟା ଶୁଖିଲା କେନ୍ଦୁପତ୍ର ଗୁଡ଼ାକୁ ଖଣ୍ଡ ଖଣ୍ଡ କରି କାଟି ପକାଇ ରଣଝଣ ହୋଇ ବାଜି ଉଠୁଛି। ବାପ ଘରକୁ ଆସି ଅମିନା ଏକା ବେଳକେ ବଦଳି ଯାଇଛି। 2 ଦିନ ପରେ ମଦନା ସଞ୍ଜବୁଡ଼େ ଖଣିରୁ ଫେରିଆସି ନିଜ ଅଗଣାରେ ବସି ଶୁଣିଲା ଯେ ଅମିନା ନିଜ ଘରେ କାହା ସଙ୍ଗେ ପଟେ କଜିଆ ଲଗାଇ ସାରିଲାଣି। ଖାଲି ସେତିକି ନୁହେଁ, କଜିଆ କରି କରି କୁଆଡ଼େ ବେହୋସ ହୋଇ ତଳେ ପଡ଼ିଗଲା। କେତେ କ'ଣ ବାଉଳି ଚାଉଳି ହେଲା। ଶାଦୀ ହବାର ବର୍ଷ ଗୋଟାକ ଭିତରେ ଅମିନାର ଯେ କାହିଁକି ଏମିତି ଚିଡ଼ଚିଡ଼ା ପ୍ରକୃତି ହୋଇଗଲା ସେ କଥା ମଦନା ଜମା ଠଉରେଇ ପାରିଲା ନାହିଁ। ତା ପରଦିନ ଦ୍ୱିପହରେ ମଦନା ଘରକୁ ବାହୁଡ଼ି ନିଜ ଭାରିଜା କତୁରୁ ଶୁଣିଲା ଯେ ତାଙ୍କ ଘର ଆଉ ଅମିନା ଘର ମଝିରେ ଥିବା ଭଙ୍ଗା ବାଡ଼ଟାକୁ ତାଙ୍କର ଗୋଟେ ଛେଳି ଠୁଙ୍କି ଦେବାରୁ ଅମିନା ଆସି ତା ଭାରିଜା ସାଙ୍ଗରେ ପରସ୍ତେ କଳି କରି ଯାଇଛି। ହାତ ଗୋଡ଼ ହଲାଇ ହଲାଇ ମଦନା ଆଗରେ ତା ଭାରିଜା ଗୁରୁବାରୀ ଫେରାଦ ହେଲା। ପଠୁଣିଟାର ଯୋଉ ମୁହଁ, କଥା ଗୁଡ଼ା ପୁରା ଖଣ୍ଡା ଦାଢ଼ ପରି ଦେହରେ ଚାଉଁକିନା ଗଳିଗଲା। ମାଲୋ, ଏଡ଼ିକି କଜିଆ ଖୋରଣୀ ମାଇକିନା ପୁଣି ଏ ଦୁନିଆରେ ଥାଆନ୍ତି ନ ଜାଣି କରି ଘଇତା ଛାଡ଼ପତ୍ର ଦେଇଛି କି? ମଲା, ସେ ପଠାଣ ଘରେ କ'ଣ ଆଉ ତିର୍ଲା ନାହାନ୍ତି? ହେଇ ତ ଜୁଲେଖା ଅଛି, ଜୁବେଦା ଅଛି, ହାମିଦୁ ନିଶା ଅଛି। ୟା ପରେ କିଏ କଣ୍ଟା ବଡ଼ରେ ନୁଗା ପକେଇ କଳି କରୁଛି ମ? ତାଙ୍କମାନଙ୍କ ପାଟି ଫାଳକ ଦିଫାଳ ହବାର କେବେ ଶୁଣିଛି? ମଦନା ଗମ୍ଭୀର ହୋଇ ସବୁ ଶୁଣିଲା। କି ଚୁଁ କିଛି ପାଟି ଫିଟାଇଲା ନାହିଁ। ପଥୁରିଆ ସାହିର ଶେଷ ମୁଣ୍ଡରେ ମଦନାର ଘର। ମଦନାର ଘରକୁ ଦିଲିର ଖାଁର ଘର ଲାଗିଛି। ଚାଳକୁ ଚାଳ, ବାଡ଼କୁ ବାଡ଼। ଚାଳକୁ ଚାଳ ନଗେଇ ଘର କରିଥିଲେ ଏମିତି ନୀତି ନୀତି କଳି କଜିଆ ହୋଇଥାଏ। ଦିଲିର ଖାଁ ଘର ସାଙ୍ଗେ ମଦନା ଘରର ଏମିତିକା କଜିଆ ଗଲା 100 ବର୍ଷ ଭିତରେ କେତେ ଥର ଯେ ନାଗିଥିବ ସେ କଥା କିଏ କହିପାରିବ? ହେଲେ ଅମିନା ନିଜେ ଆସି ତା ଘର ସାଥିରେ ଏମିତି କଜିଆ କରିବ ବୋଲି ମଦନା ସ୍ୱପ୍ନରେ ସୁଦ୍ଧା ଭାବିନଥିଲା। ତା ମନଟା ବିଲକୁଲ ଖଟ୍ଟା ହୋଇଗଲା। ଅମିନା ବାପ ଘରକୁ ଆସି ଗୋଟା ସୁଦ୍ଧା ବଦଳି ଯାଇଛି। ସେ ଘରେ ଆସି ଗୋଡ଼ ଦେବା ସାଙ୍ଗେ ସାଙ୍ଗେ ସମୁଦାୟ ଘରର ମୁରବୀ ପଣିଆ ସମସ୍ତଙ୍କ ଅଜାଣତରେ ତା ହାତ ମୁଠାକୁ ଚାଲି ଯାଇଛି। ସାନ ଭଉଣୀ ମରିୟମ ତା ଆଗରେ ପାଟି ଫିଟାଇ ପାରୁନାହିଁ।
70 ବର୍ଷର ବୁଢ଼ା ବାପ ଦିଲିର ଖାଁ ତା ଆଗରେ ମୂଷା ଛୁଆଟା ପରେ ନଈ ନଈ ଚାଲୁଛି। ଆଜି ପର୍ଯ୍ୟନ୍ତ ବାପର ଶୋଇଲା ଘରେ ବିଡ଼ି ପାଛିଆଟା ରହି ଅଳିଆ କରୁଥିଲା। ଅମିନା ସେଇଟାକୁ ନେଇ ବାରିପଟ ଓଳି ତଳେ ଗୋଟା ଭାଡ଼ି ବାନ୍ଧି ଝୁଲେଇ ଦେଇଛି। ମୁର୍ଗୀ ଗୁଡ଼ାକ ନିତି ରୋଷେଇ ଘରେ ପଶି ବାର ଅଲରା ସଲରା କରୁଥିଲେ। ଅମିନା ସେଗୁଡ଼ାକୁ ରାଗରେ ଧରି ନେଇ ଅଗଣାରେ ଗୋଟେ ବୋଝ ଘୋଡ଼େଇ ବନ୍ଦ କରିଦେଇଛି। ଘର ଦ୍ୱାରା ଟିକିଏ ଅସନା ହେବାର ଦେଖିଲେ ସେ ମରିୟମ ଦେହରେ ହାତ ଦେବାକୁ ମଧ୍ୟ ଛାଡ଼ୁନାହିଁ। ଦିଲିର ଖାଁ ସକାଳୁ ସଞ୍ଜ ହେବା ଯାଏ ଦାଣ୍ଡ ପିଣ୍ଡାରେ ବସି ବିଡ଼ି ତିଆରି କରୁଥିଲା ବେଳେ ଦିନ ଭିତରେ ଅନେକ ଥର ଅମିନାର ଗର୍ଜନ ତର୍ଜନ ସହିତ ମରିୟମର ନାକ କାନ୍ଦଣା ଶୁଣିବାକୁ ପାଏ। ସେ ଟିକିଏ ହାତ ବନ୍ଦ କରି ଘର ଆଡ଼ିକି କାନ ପାରେ, ତାପରେ ପୁଣି ଗମ୍ଭୀର ହୋଇ ଫୁର୍ତ୍ତି ହାତ ଚଳାଇ ଦିଏ। କେବେ କେବେ ଅମିନାଠୁ ଗୋଇଠା ବିଧା ଖାଇ ମରିୟମ ଆସି ବାପା ଆଗରେ ଗୁହାରି କରେ। ବାପ ବିଚରା ସବୁ ଶୁଣେ, କିଛି କହେ ନାହିଁ, ପୁଣି ବିଡ଼ି ବଳିବାରେ ମନ ଦିଏ। ଖାଲି ଘର ଭିତରେ ନୁହେଁ, ସାଇ ପଡ଼ିଶା ଲୋକ ମଧ୍ୟ ଅମିନା ଜଳାରେ ବିରକ୍ତ ହୋଇଗଲେଣି। କେହି କେହି ଦିଲିର ଖାଁ ଆଗରେ ଅମିନା ବିରୁଦ୍ଧରେ ନାନା ପ୍ରକାର ଫେରାଦ ହୋଇ କହିସାରିଲେଣି। ଆଉ କେହି କେହି ଅମିନାକୁ ଜଲ୍ଦି ନିକା କରି ଦେବାକୁ ତା ବାପକୁ ଆସି ପରାମର୍ଶ ଦେଇଗଲେଣି। ନିଜ ସାଙ୍ଗସାଥୀମାନଙ୍କ ଠାରୁ ନିକା ହେବାର ଉପଦେଶ ଶୁଣି ଅମିନା ସେମାନଙ୍କୁ ଏମିତି ଦାନ୍ତ ଦେଖାଇ ଖେଙ୍କାରି ହୋଇ ମିଶୁଛି ଯେ ସେ ପ୍ରସ୍ତାବଟା କେବଳ ପ୍ରସ୍ତାବରେ ହିଁ ରହିଯାଇଛି। ସମସ୍ତଙ୍କ ଅପେକ୍ଷା ମଦନା ଭାରିଜା ଗୁରୁବାରୀ ଉପରେ ଅମିନାର ଭାରି ରାଗ। ତା ସାଙ୍ଗରେ କଜିଆ ନ କଲେ ତାକୁ ପରସ୍ତେ ମନ ପୁରାଇ ଗାଳିଗୁଲସ ଦେବା ପାଇଁ ସେ ଯେମିତି ସବୁବେଳେ ବାର ଆଡ଼ ଖୋଜୁଥାଏ। ସେଦିନ ଅମିନାର କୁକୁଡ଼ା ମଦନା ଘରକୁ କେମିତି ବାଡ଼ ତଳେ ଗଳି ପଳାଇ ଆସିଥିଲା। ଏହି କଥାକୁ ନେଇ ଅମିନା ଗୁରୁବାରରେ 14 ପୁରୁଷ ଖୋଳି ତାଡ଼ି ଥୋଇଦେଲା। କୁକୁଡ଼ାଙ୍କୁ ନିଜ ଘରକୁ ଡାକି ନେଇ ଗୁରୁବାରୀ ତାଙ୍କ ଡିମ୍ବତକ ବଜାରରେ ବିକି କୁଆଡ଼େ ପଇସା କରୁଛି ବୋଲି ଅମିନା ସମସ୍ତଙ୍କୁ ଶୁଣାଇ ଶୁଣାଇ ବହୁତ ବେଳ ଯାଏ ଗାଳି ଫଜିତ କଲା। କାହାରି ସାଙ୍ଗରେ ଝଟାପଟା କଜିଆ ଲଗାଇଲା ବେଳେ ଅମିନାର ଲୁଗାପଟା ଘର ବାହାର କିଛି ଜ୍ଞାନ ରହେ ନାହିଁ। ସେ ଅଣନିଶ୍ୱାସୀ ହୋଇ ନିଜକୁ ଏକ ପ୍ରକାର ଭୁଲିଯାଏ। ସେଦିନ ଗୁରୁବାରୀ ସାଙ୍ଗରେ କଜିଆ କରୁ କରୁ ଅମିନା ବେଦମ ହୋଇ ବେହୋସ ହୋଇ ତଳେ ପଡ଼ିଗଲା। ହାତ ଗୋଡ଼ ଅଠା ଅଠା ହୋଇଗଲା। ତାର ଗୋରା ମୁହଁଟା କାଳିଆ ଦିଶିଲା। ମରିୟମ ବହୁତ ବେଳ ଯାଏ ତା ମୁଣ୍ଡରେ ପାଣି ମାରିବା ପରେ ଯାଇ ତାର ଚେତା ଆସିଲା। ମଦନା ସଞ୍ଜ ବୁଡ଼େ କାମରୁ ଫେରିବା ପରେ ଗୁରୁବାରୀ ତା ଆଗରେ ସାକୁଲେ ହୋଇ ସବୁ କଥା ଗୁହାରି କଲା। ଏହାର ପ୍ରତିକାର ନ କଲେ ସେ ତୁରନ୍ତ ବାପ ଘରକୁ ଚାଲିଯିବ ବୋଲି ଧମକ ଦେଲା। କିନ୍ତୁ ମଦନା ଦେଖିବା ଦେଖିବା କହି କଥାଟାକୁ ସେଥର ବରଦାସ୍ତ କରିନେଲା। ଅମିନା ସାଙ୍ଗରେ ଗୋଟା ମୁହାଁମୁହିଁ ଝଗଡ଼ା କରିବାକୁ ତାର କାହିଁକି ଜମା ଇଚ୍ଛା ଡାକିଲା ନାହିଁ। ଅମିନା ଶାଶୁଘର ଛାଡ଼ି ପଳାଇ ଆସି ଟିକେ କଡ଼ା ମିଞ୍ଜାସର ହୋଇଯାଇଛି ବୋଲି ସେ ଓଲଟା ସ୍ତ୍ରୀ ପାଖରେ କୈଫିୟତ ଦେଇ କଥାଟାକୁ ସମ୍ଭାଳି ନେବାକୁ ଉପରୋଧ କଲା। ଦିନ ଯେତିକି ଯେତିକି ଯିବାକୁ ଲାଗିଲା ଅମିନାର ଅତ୍ୟାଚାରରେ ଗୁରୁବାରୀ ସେତିକି ଅସ୍ଥିର ହୋଇ ଉଠିଲା। କେଉଁଦିନ ମଦନାର ଗାଈଟା ଦିଲିର ଖାଁ ଅଗଣା ଭିତରେ ପଶିଗଲାଣି ତ କେଉଁଦିନ ବର୍ଷାରେ ମଦନା ଘର ନଳା ପାଣି ଯାଇ ଦିଲିର ଖାଁର ଖଳାବାଡ଼ିରେ ନହଡ଼ା ମାରିଲାଣି। ଏହିସବୁ ଘଟଣାକୁ ଆଳ କରି ଗୁରୁବାରୀ ବିରୁଦ୍ଧରେ ଅମିନା ଯେଉଁ ସବୁ ପ୍ରଳୟ କାଣ୍ଡ ସୃଷ୍ଟି କଲା ସେଥିରେ ସାହିର ଆଉ 5 ଲୋକ ଗୁରୁବାରୀର ପଟିଆ ହୋଇ ଅମିନାକୁ କାଇଲି ନ କରି ରହିପାରିଲେ ନାହିଁ। ପଞ୍ଚୁ ଖାଁ, ମାଗୁଣି ବକ୍ସ, ଇରଫାନ ମିଆଁ ପ୍ରମୁଖ ଗାଁର ମୁଖିଆ ମୁସଲମାନ ମାନେ ଏ କଥାଟାକୁ ନେଇ 2-4 ଥର ଦିଲିର ଖାଁକୁ ଜବତ କରିଦେଇ ଗଲେ। ମାତ୍ର ଝୁଅକୁ ଆକଟ କରିବା ପାଇଁ ବୁଢ଼ା ଦିଲିର ଖାଁର ଜମା ସାହସ ହେଉନାହିଁ। ଭଲ ଲୋକଙ୍କର ଉପଦେଶ ଶୁଣି ଦବିଯିବା ପରିବର୍ତ୍ତେ ଅମିନା ବରଂ ଜଳନ୍ତା ନିଆଁରେ ପାଣି ଅଞ୍ଜୁଳାଏ ପଡ଼ିଲା ପରି ଆହୁରି ଜୋରରେ କୁହୁଳି ଉଠିଲା। ଶେଷରେ ନିରୁପାୟ ହୋଇ ମଦନା ଯାଇ ଦିନେ ଦିଲିର ଖାଁ ଆଗରେ ମୁହଁ ଫିଟାଇ ଫେରାଦ ହେଲା। ପିଣ୍ଡା ତଳେ ଛିଡ଼ା ହୋଇ ହାତ ଯୋଡ଼ି କହିଲା, ଏଗୁଡ଼ାକ କ'ଣ ଦାଣ୍ଡକୁ ଭଲ ଦଉଛି ଦିଲିର ମଉସା? ଘର କଥା ଦାଣ୍ଡରେ ପଡ଼ିବାଟା କ'ଣ ତୁମକୁ ନିକ ଦଉଛି? ବୁଢ଼ା ଦିଲିର ଖାଁ ବିଡ଼ି ତିଆରି କରୁ କରୁ ସବୁ ଶୁଣିଲା। ସବୁ ଶୁଣିସାରି କେବଳ ମିନିଟିକ ପାଇଁ ବିଡ଼ି ବଳା ବନ୍ଦ କରି କପାଳରେ ହାତ ମାରି ଖୋଦାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲା। ତାପରେ ପୁଣି ନିଜ କାମରେ ମନ ଦେଲା। ମଦନା ତା ନାଁରେ ବାପ ପାଖରେ ଫେରାଦ ହୋଇଛି ଶୁଣି ଅମିନା ଗୁରୁବାରୀକି ଛାଡ଼ି ମଦନାର 14 ପୁରୁଷ ଉଝଳେଇଲା। ମଦନାକୁ ଶୁଣି ଶୁଣି ପାଟି କରି କହିଲା, ହାରମଜାଦା ମାଇପ ସୁହାଗୀ ହେଉଛି, ଚିହ୍ନି ନାହିଁ ମତେ, ଦିହିଁଙ୍କର ଖୁନ ନିକାଲି ଦେବି। ଅମିନା ପାଖରୁ ଗାଳି ଶୁଣିବା ମଦନା ପକ୍ଷରେ ପ୍ରଥମ। ସେ ପ୍ରଥମେ ନିଜ କାନକୁ ବିଶ୍ୱାସ କରିପାରିଲା ନାହିଁ। ଯେଉଁ ଅମିନା ସାଙ୍ଗରେ ପିଲାଟି ଦିନରୁ ଖେଳି ବୁଲି ସେ ମଣିଷ ହୋଇଛି, ସେ ଆଜି ତାକୁ ମୁହଁ ହୁଡ଼ି ଏମିତି କହିବ, ଏକଥା ସେ ବୁଝିପାରିଲା ନାହିଁ। ତା ମନ ଭିତରେ
ଝଡ଼ ଦେଖାଦେଲା। ସେଦିନ ରାତିରେ ନେଳିଆ ଆକାଶ ଦେହରେ ଜହ୍ନଟା ଭାରି ସଫା ଦେଖାଯାଉଥାଏ। ସେଇ ଜହ୍ନ ଆଲୁଅରେ ଅଗଣାରେ ଗୋଟାଏ ମୁନ୍ଦ୍ରା ପକେଇ ଦେଇ ତାରି ଉପରେ ମଦନା ଶୋଇପଡ଼ି ଇଆଡ଼େ ସିଆଡ଼ୁ କେତେ କଥା ଭାବିଗଲା। ସେ ପିଲାଦିନର ସେଇ ଶାନ୍ତ ନିରୀହ ଅମିନାଟି ସହିତ ଆଜିର ଏ କଳିହୁଡ଼ି ଅମିନାର ତୁଳନା କରି କୌଣସି ସାମଞ୍ଜସ୍ୟର ସୂତ୍ର ବାହାର କରିପାରିଲା ନାହିଁ। ତା ଜୀବନର ମଲା ବର୍ଷ ଗୁଡ଼ାକ ପୁଣି ଜିଅନ୍ତା ରୂପ ଧରି ତା ଆଖି ଆଗରେ ଆସି ଛିଡ଼ା ହେଲେ। ତାର ମନେ ପଡ଼ିଲା ପିଲାଦିନେ ଅମିନା ଆଉ ସେ କେମିତି ଧୂଳିଘର ତିଆରି କରି ଖେଳୁଥିଲେ, ଆଉ ଖେଳ ସରିଗଲେ ସେଗୁଡ଼ାକ କେମିତି ଫେର ଗୋଡ଼ରେ ଦଳି ଭାଙ୍ଗି ଦେଉଥିଲେ। ତାର ସେଇ ଧୋବ ଜହ୍ନ ଆଲୁଅରେ ମନେ ପଡ଼ିଲା ଅମିନାର ଗୋଲାପ ପରି ସୁନ୍ଦର ମୁହଁଟି ପଛଆଡ଼େ କେମିତି କଳା ବାଳର ଝରଣା ନାଚି ନାଚି ଖେଳୁଥିଲା, ଆଉ ତା ଓଠରେ ସବୁବେଳେ ନାଗି ରହିଥିଲା କେମିତି ଗୋଟାଏ ଦୁଷ୍ଟାମୀର ପାତଳ ମୁଲାୟମ ହସ। ସେ ମନେ ମନେ ଭାବିଲା ସେ ପୁରୁଣା ଦିନ ଗୁଡ଼ାକ ଭିତରକୁ ସେ ଆଜି ଯଦି କୌଣସି ମତେ ଫେରି ଯାଇପାରନ୍ତା। ସେତେବେଳକୁ ମଦନାର ବୋଉ ବଞ୍ଚିଥିଲା। ମଦନା ଘରେ ମାଣବସା ହେଲେ ତା ବୋଉ ଚୁପ୍ କରି ଯାଇ ଅମିନା ଆଉ ତା ଭଉଣୀ ମରିୟମକୁ ଡାକି ଆଣୁଥିଲା। ମଦନା ଅମିନା ଆଉ ମରିୟମକୁ ଧାଡ଼ି କରି ବସାଇ ଦେଇ ସେ ତିନିଙ୍କ ଆଗରେ ଖଣ୍ଡେ ଖଣ୍ଡେ କଦଳୀ ପତ୍ର ପକେଇ ଦେଇ କେତେ କ'ଣ ପିଠାପଣା ବାଢ଼ି ଦେଉଥିଲା। ତାପରେ ଖିଆପିଆ ସରିଗଲେ ସେ ତିନି ଜଣଙ୍କ ଅଇଁଠା ପତ୍ରଟି ମାନ ଉଠାଇ କାନି ଆଢୁଆଳ କରି ନେଇ ବାଡ଼ିପଟେ ଫିଙ୍ଗି ଦେଇ ଆସୁଥିଲା। ପଠାଣ ଅଇଁଠା ଉଠଉଛି ବୋଲି ଘର ଲୋକେ ତା ଉପରେ ଚଳି ହେଲେ ସେ କହୁଥିଲା, ଆଃ କୋଉ ଗୋରୁ ଲାଙ୍ଗୁଡ଼ରେ ବକଟେ ନାକୁ ପିଲା ଯେ ଅଇଁଠା ଉଠେଇଲେ ନାଗି ଯାଉଛି। କାହିଁକି ମ ଅମିନା କ'ଣ ମୋ ଝିଅ ନୁହେଁ କି? ନାହିଁ ନାଡ଼ ଲଗେଇ ଜନ୍ମ କରିଥିଲେ କ'ଣ ଗୋଟେ ବେଶୀ ହୋଇଥାନ୍ତା। ଅମିନା ଘରେ ଓଷା ଉପାସ କି ଖିଆପିଆ ହେଲେ ଅମିନା ଆସି ମଦନାକୁ ଚୁପକିନା ଡାକି ନେଇଯାଏ। ସୁବେ ବରାତ ଇଦ ଆଉ ବାଫେ ଓଫାତ ସମୟରେ ଅମିନା ନିଜେ ମଦନାକୁ କେତେ କ'ଣ ଖାଇବାକୁ ଦେଇଛି। ମଦନାକୁ ତାଙ୍କ ଘରେ ଖାଉଥିବାର ଦେଖି ବୁଢ଼ା ଦିଲିର ଖାଁ କେତେଥର ଟାପରା କରି କହିଛି, ହାମ ଘରେ ଖାଇଲୁ ତୋର ଜାତି ଗଲାରେ ମଦନା, ତୋର ଜାତି ଗଲା। ପଠାଣ ଘରେ ମଦନା ଖାଉଛି ବୋଲି ଶୁଣି ସାହି ଲୋକେ ତା ବୋଉ ଉପରେ 12 କଟକଣା ଜାରି କଲେ। ତା ବୋଉ ପ୍ରଥମେ ହସି ହସିକା କହୁଥିଲା, ମୋ ପୁଅକୁ ତୁମେ ଝୁଅ ନଦେଲେ ନାହିଁ, ସେ ଅଭିଆଡ଼ା ରହିଯିବ। ତାପରେ କିନ୍ତୁ ଭୟ ପାଇଯାଇ କହୁଥିଲା, ହଉ ହଉ ମୁଁ ଆଜି ତାକୁ ଗଙ୍ଗା ଜଳ ପଞ୍ଚାମୃତ ଖୁଆଇ ଶୁଦ୍ଧ କରିଦେଉଛି। ଯେତେ ମନା କଲେ କ'ଣ ସେ ଛତରା ଟକା ମାନୁଛି କି? ଘରେ ହେଲେ କୋଉ କଥା ନଥାନ୍ତା, ଗାଡ଼ି ଅଳିଆକୁ କ'ଣ କିଛି ଅଣ୍ଟିବ? ମଦନା ପାଖରେ ଥିଲେ ସେ ସାହି ଲୋକଙ୍କ ଆଗରେ ତା ଉପରେ ଦିଟା ଦୁମଦାମ ବସେଇ ଦେଇ ତାକୁ ଭିଡ଼ି ଭିଡ଼ି ଘରକୁ ନେଇଯାଉଥିଲା। ଏଇଠାରେ ଏତେ ବଡ଼ ଜଟିଳ ସମସ୍ୟାର ଏକରକମ ଫଇସଲା ହୋଇଯାଉଥିଲା। ଖାଲି ସେତିକି ନୁହେଁ, ପିଲାଦିନେ ଲୁଚକାଳି ଖେଳିଲା ବେଳେ, ବାଘ ବକରି ଖେଳିଲା ବେଳେ ଉଭୟଙ୍କ ପାଖରେ କେତେ କ'ଣ ପ୍ରତିଜ୍ଞା କରି ପୁଣି ପର ମୁହୂର୍ତ୍ତରେ ନାଜରେ ରଙ୍ଗ ପଡ଼ି ଯାଇଛନ୍ତି। ସେ କଥା ଗୁଡ଼ାକରେ ଦରଭୁଲା ସ୍ମୃତି ଆଜି ବିଶେଷ ଭାବରେ ମଦନାର ବ୍ୟଥିତ ମନକୁ ଘାଣ୍ଟି ଚକଟି ପକେଇଲା। ମଦନାର ମନେ ପଡ଼ିଲା କେତେ ବର୍ଷ ତଳେ କେଜାଣି ଏମିତି ଦିନେ ଭୋଦୁଅ ଆକାଶରେ ପୁଣ୍ୟ ଚାନ୍ଦର ଭେଳା ଭାସୁଥିଲା। ସେଦିନ ତାରି ଅଗଣାରେ ଏଇ ଛାଇ ଛାଇଆ ସଜନା ଗଛ ତଳେ ଅମିନା ଆଉ ସେ ଦୁହେଁ ଯାକ ହାତ ଧରାଧରି ହୋଇ ଭବିଷ୍ୟତର କେତେ କଳ୍ପନା ଫୁସଫାସ ହୋଇ ଦିହିଙ୍କ କାନରେ ଚୁପଚାପ କରି କହୁଥିଲେ। ମଦନାକୁ ସେତେବେଳେ 15 ବର୍ଷ, ଆଉ ଅମିନାର ଉମର ବୋଧହୁଏ 12 କି 13। ରାତି ଯେ କେତେ ହୋଇଥିଲା ସେଥିପ୍ରତି କାହାର ହୋସ ନଥିଲା। ମଦନାର ବୋଉ ହାଣ୍ଡିଶାଳ ଘରୁ ରନ୍ଧାବଢ଼ା ସାରି କାନି ଆଢୁଆଳରେ ଡିବିଟାକୁ ଧରି ଯେତେବେଳେ ଆସି କହିଲେ, ଆଜି କ'ଣ ତମ ଦିହିଙ୍କର ଖେଳ ସରିବ ନାହିଁ କି ମଦନୀ? ସେତେବେଳେ ଯାଇ ଦିହିଙ୍କଠାରେ ଚେତା ପଶିଲା। ଯେ ଯାହା ଘରକୁ ଜେଜେ ଫେରିଗଲେ। ମଦନା ଚିତ ହୋଇ ଶୋଇ ଅଗଣାର ସେଇ ଝାମ୍ପୁଲା ସଜନା ଗଛ ଆଡ଼କୁ ଆଜି ଚାହିଁଲା। ଜହ୍ନ ଆଲୁଅର ଅସରନ୍ତି ସମୁଦ୍ର ମଝିରେ ସଜନା ଗଛର ଅସୁମାରୀ ସାବଜା ପତ୍ର ଗୁଡ଼ାକ ମେଞ୍ଚା ମେଞ୍ଚା ପାଣି ଶିଉଳି ପରି ଭାସି ଭାସି ଖେଳୁଥିଲେ। ମଦନାର ଫେର ମନେ ପଡ଼ିଲା ଦିନେ ଦିନେ ସଞ୍ଜ ବୁଡ଼େ ଅମିନା ଆଉ ସେ ଦିହେଁ ଯାକ ଗାଁ ମୁଣ୍ଡ ଘରେ ଥିବା 100 ବର୍ଷର ହାଜି ସାହେବ ମୁସ୍ତାଫା ପାଖରେ କାହାଣୀ ଶୁଣିବା ଲାଗି ହାଜର ହୁଅନ୍ତି। ଆରବ ମରୁଭୂମିର ମୁସାଫିର କଥା, ବୁଲବୁଲ ଚଢ଼େଇ କଥା, ଆଲିବାବା ଆଉ ଡକାୟତ କଥା, ବାଗଦାଦର ଡାହାଣୀ କଥା, ନିର୍ଜଳା ମରୁଭୂମିରେ ଓଟ ଆଉ ଫକୀର କଥା ଶୁଣି ଦିହେଁ ଭୟରେ ଦିହିଙ୍କ ପାଖକୁ ଲାଗି ଲାଗି ଆସନ୍ତି। ସେଇ ସୁଦୂର ମରୁଭୂମି ଆରପଟେ ଖଜୁରୀ ଗଛ ଗହଳରେ ଅଚେତ ହୋଇ ଶୋଇଥିବା ଶାଗୁଆ ଦ୍ୱୀପକୁ ଚାଲିଯିବା ଲାଗି ଅମିନାର ଜୁଳୁଜୁଳୁ ଆଖିପତା ଦୋଟିରେ କେମିତି ନିଶା ଲାଗେ। ତାହା ଏତେ ଦିନ ପରେ ବି ମଦନାର
ମନେ ପଡ଼ିଗଲା। ମଦନାକୁ 15 ବର୍ଷ ହେବା ପର୍ଯ୍ୟନ୍ତ ଅମିନା ଛଡ଼ା ଅନ୍ୟ କାହାରିକୁ ସେ ଜାଣିନଥିଲା। ଅମିନା ମଧ୍ୟ 13 ବର୍ଷରେ ପାଦ ଦେବା ପୂର୍ବରୁ ମଦନା ଭାଇ ବୋଲି ପାଣି ପିଉନଥିଲା। ଜଣକର ଘର ଦିହିଁଙ୍କର ହୋଇଥିଲା। ଜଣକର ସୁଖ ଦୁଃଖ ଦୁଇ ଜଣଙ୍କର ସୁଖ ଦୁଃଖ ହୋଇଯାଇଥିଲା। ଦିହିଁଙ୍କର ଦିନର ସାଥୀ ଆଉ ରାତିର ସ୍ୱପ୍ନ ହୋଇ ଜୀବନର ସବୁଠାରୁ ତରଳ ଆଉ ଢଳଢଳ ସମୟତକ କଟାଇ ଦେଇଥିଲେ। ତାପରେ ଦିନେ ସେଦିନ ମଦନା ଆଉ ଅମିନାର ଦେଖା ପାଇଲା ନାହିଁ। ସେ ତାକୁ କେତେ ଖୋଜିଲା। ନଟା, ପୋଖରୀ, ବଣବୁଦା ଯେଉଁଠାରେ ଅମିନା ସାଙ୍ଗରେ ତାର ନୀତି ଭେଟ ହୁଏ, ସେ ସବୁଆଡ଼େ ଯାଇ ଖୋଜି ଖୋଜି ତାକୁ ବୁଲିଲା। ମାତ୍ର ଅମିନା ନାହିଁ। ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା। 4 ଦିନ ସକାଳେ ମଦନା ଚୁପ୍ କରି ଯାଇ ଅମିନା ଘର ଦାଣ୍ଡ ପିଣ୍ଡା ତଳେ ଠିଆ ହେଲା। ବୁଢ଼ା ଦିଲିର ଖାଁ ପିଣ୍ଡା ଉପରେ ବସି ବିଡ଼ି ତିଆରି କରୁଥିଲା। ମଳିନ ମୁହଁରେ ମଦନା ପଚାରିଲା, ଅମିନା କାହିଁ? ବୁଢ଼ା ଦିଲିର ଖାଁର ଧଳା ଦାଢ଼ି ଗୁଡ଼ାକ ଭିତରେ ଟିକେ ହସର ଡେଉ ଖେଳିଗଲା। ସେ ମୁହୂର୍ତ୍ତକ ପାଇଁ ବିଡ଼ି ତିଆରି ବନ୍ଦ କରିଦେଇ ଜବାବ ଦେଲା, ଅମିନା ବଡ଼ ହୋଇଗଲାଣି, ଆଉ ଏଣିକି କାହାରିକୁ ଦେଖାଦେବ ନାହିଁ। ତାର ଜଲ୍ଦି ଶାଦି ହବ। ମଦନା ଚୁପ୍ ହୋଇ ଫେରି ଆସିଲା। ସେଇଦିନୁ ମଦନା ଅମିନା ସଙ୍ଗେ କଥାଭାଷା ହୋଇନାହିଁ କି ତାକୁ ଭଲ କରି ଟିକେ ଦେଖିବାର ସୁଯୋଗ ବି ପାଇନାହିଁ। ଦୂରରୁ, ଖୁବ୍ ଦୂରରୁ ଅମିନାର ଛାଇ ହୁଏତ ବେଳେବେଳେ ତା ଆଖି ଉପରେ ମାଡ଼ି ବସିଛି। ଭଲ କରି ଟିକେ ଦେଖିବା ଆଗରୁ ଆପେ ଆପେ ପୁଣି ତାହା କୁଆଡ଼େ ଉଭେଇ ଯାଇଛି। ଦିନେ ଦିନେ ମଦନା ଗଣେଶ ମାରୁଆଡ଼ିଙ୍କ ପକ୍କା କାମ କରିବାକୁ ନିହାଣ ମୁଗୁର ଧରି ବାହାରିବା ବେଳେ ଅମିନା ଘରକୁ ଲାଗି ସିଜୁବାଡ଼ ପାଖରେ କାହାର କାଚ ଝୁଣଝୁଣ ଶବ୍ଦ ହୁଏ। ଦୂରରୁ ଦେଖେ ଅମିନା ତାରି ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହିଛି। ଚାରି ଆଖି ମିଶିଯିବା ସଙ୍ଗେ ସଙ୍ଗେ ଅମିନା ଆଖି ତଳକୁ ପକାଇ ସେଠୁ ନାଜରେ ଓଢ଼ଣା ଦେଇ ଗଛ ଆଡ଼ୁଆଳରେ ଲୁଚିଯାଏ। ଆଉ ଦିନେ ଦିନେ ମଦନା ସେବାଟେ ଗଲାବେଳେ ଦେଖେ ଅମିନା ତାଙ୍କ ଦାଣ୍ଡପଟ ଅଗଣା କୂଅରୁ ନଈ ପଡ଼ି ପାଣି କାଢ଼ୁଛି। ଦାଣ୍ଡ କବାଟ ମେଲା ହୋଇଥିଲେ ରାସ୍ତାରୁ ଅମିନା ଘରର ଦାଣ୍ଡପଟ ଅଗଣା ଦେଖାଯାଏ। ମଦନାକୁ ଦେଖି ଅମିନାର ଗରାଟା କୂଅ ଭିତରେ ରହିଯାଏ। ଦଉଡ଼ିଟା ହାତରେ ଗୋଡ଼ରେ ଛନ୍ଦି ହୋଇଯାଏ। ତାର ବଡ଼ ବଡ଼ ଭୋକିଲା ଆଖି ଯୋଡ଼ାକ ଦୂରରୁ ଆସି ତା ଦେହରେ ନାଛି ହୋଇଯାଆନ୍ତି। ଏହିପରି ଭାବରେ ଜଣା ଅଜଣା, କୁହା ଅକୁହା ଓ ଦେଖା ଅଦେଖା ଭିତରେ ଦିହିଁଙ୍କର ଦିନ ଗଡ଼ିଯାଏ। ହଠାତ୍ ଦିନେ ମଦନା ଶୁଣିଲା ଅମିନା ଘରେ ଭାରି ଗୋଳମାଳ ଲାଗିଛି। ବହୁତ ଲୋକବାକ ଆସିଛନ୍ତି। କୁର୍ମା ପଲାଉ ଆଉ କାଫ୍ରାନ ଦିଆ ବିରିୟାନୀ ଗନ୍ଧରେ ଦିଲିର ଖାଁର ଘରଦ୍ୱାର ମହକି ଉଠୁଛି। ଏହାପରେ ଦିନ 15ଟା ନ ଯାଉଣୁ ବାଣ ବାଜଣା ଆଉ ରୋଷଣୀରେ ସେଇ ଛୋଟ ପାହାଡ଼ ତଳିଆ ଗାଁଟିର ଦାଣ୍ଡ ପଡ଼ିଆ ଉଛୁଳି ପଡ଼ିଲା। ବର ଆସିଲା, ବରଯାତ୍ରୀ ଆସିଲେ, ମୌଲବୀ, ଓକିଲ, ଗୁହା, ହଜାମ ସମସ୍ତେ ଆସି ପହଞ୍ଚିଲେ। ବରପକ୍ଷର ଓକିଲ 2 ଜଣ ଗୁହାଙ୍କୁ ସାଙ୍ଗରେ ଧରି ଅମିନାର ମତାମତ ଜାଣିବା ପାଇଁ ମାମୁଲି ପ୍ରଥା ଅନୁସାରେ ଘର ଭିତରକୁ ଗଲେ। ବରପକ୍ଷର ଦୟନ ମେହେର ବା ତାର ଏ ବିବାହରେ ମତ ଅଛି କି ନାହିଁ ଜାଣିବା ଲାଗି କାଜୀ 3 ଥର ମନ୍ତ୍ର ପଢ଼ିଲେ। ଭାବି ବଧୂ ଅମିନା ବିବାହର ତାର ଇଚ୍ଛା କି ଅନିଚ୍ଛା କ'ଣ ଜଣାଇଲା କେହି କିଛି ଶୁଣିପାରିଲେ ନାହିଁ। ତାର ସମ୍ମତି ଜାଣିବା ଲାଗି ତା ହାତକୁ 5 ଟଙ୍କା ବଢ଼ାଇ ଦିଆଗଲା। ଆଉ ତା ହାତ ପାଖରେ ଓକିଲ ଗୋଟାଏ ଥଳି ଧରି ସେଇ ଥାଳି ଉପରେ ଟଙ୍କାତକ ପକାଇ ଦେଇ ତାର ରାଜି ଅଛି ବୋଲି ଜଣାଇ ଦେବାକୁ ହୁକୁମ ଦେଲେ। ଅମିନାର ହାତଟା ହୁଏତ ଏହାପରେ ଟିକେ ଥରି ଉଠିଥିଲା। ତାପରେ ତାର କ୍ଳାନ୍ତ ଶିଥିଳ ହାତ ମୁଠା ଭିତରୁ ରୂପାର ଟଙ୍କା ଆପେ ଆପେ ନିଜ ଭାରରେ ନିଜେ ଥାଳି ଉପରେ ଝଣଝଣ ହୋଇ ଖସି ପଡ଼ିବାର ଶୁଣାଗଲା। ଓକିଲ ଗୁହାମାନେ ଖୁସି ହୋଇ ଅମିନାର ସମ୍ମତି ଘେନି ବର ପାଖରେ ଯାଇ ହାଜର ହେଲେ। ଅମିନାର ସେଇ ହାତ ଇଙ୍ଗିତ ସଙ୍ଗେ ତାର ମନ ଇଙ୍ଗିତର କୌଣସି ସାମଞ୍ଜସ୍ୟ ଥିଲା କି ନାହିଁ ସେ କଥା କାହାରି ବୁଝିବା ପାଇଁ ସମୟ ନଥିଲା। ନିଜେ ଅମିନା ମଧ୍ୟ ଏତେ ବାଜା ବାଜଣା ଲୋକବାକ ବନ୍ଧୁବାନ୍ଧବ କାଜୀ ମୌଲବୀଙ୍କ ଭିତରେ ତା ମନର ଗୋପନ କଥାଟି ମନେ ରଖିଥିଲା କି ନାହିଁ ସନ୍ଦେହ। ତାପରେ ବରର ଏ ବିବାହରେ ରାଜି ଅଛି କି ନାହିଁ ଜାଣିବା ଲାଗି ଓକିଲ ଆଉ ଗୁହାମାନେ ଯାଇ ତାକୁ ମାମୁଲି ଭାବରେ ପଚାରିଲେ, କବୁଲ ତ? ସଙ୍ଗେ ସଙ୍ଗେ ଉତ୍ତର ଆସିଲା, କବୁଲ। ଉପସ୍ଥିତ ସମସ୍ତେ ଖୁସି ହୋଇ ଉଠିଲେ। କାଜୀ ସାହେବ ବିବାହର ସମସ୍ତ କର୍ମକର୍ମାଣୀ ଶେଷ କରି ପକାଇଲେ। ଗାଁ କମ୍ପାଇ ଶୁକ୍ରାନ ପଢ଼ା ହେଲା। ବିବାହ ପରେ ରୁଖନମାଇ ଆରମ୍ଭ ହେଲା। ବରକନ୍ୟାଙ୍କୁ ପରସ୍ପର ମୁହଁ ଦେଖିବା ଲାଗି ଗୋଟାଏ ଘର ଭିତରକୁ ନିଆଗଲା। ଅମିନା ହାତକୁ ଗୋଟାଏ ଦର୍ପଣ ବଢ଼ାଇ ଦିଆଗଲା। ସେଇ ଦର୍ପଣରେ ସେ ତା ସ୍ୱାମୀର ମୁହଁ ଦେଖିବ।
ଦର୍ପଣର ସ୍ୱଚ୍ଛ କାଚ ଉପରେ ତା ସ୍ୱାମୀର କଳା କଳା ଦାଢ଼ି ସମେତ ମୁହଁଟା ଯେତେବେଳେ ଭାସି ଉଠିଲା, ସେତେବେଳେ ନିଜର ଅନିଚ୍ଛା ସତ୍ତ୍ୱେ ଅମିନାର ଆଖି ଦିଟା ସେଠାରୁ ଫେରିଆସି ନିରୁଦ୍ଦିଷ୍ଟ ଭାବରେ ସେଇ ଘରର ଏଣେତେଣେ ବୁଲିବାକୁ ଲାଗିଲା। ଶୁଭ ଦୃଷ୍ଟିର ଲଗ୍ନ ମଉଳିଗଲା। ଯଥା ସମୟରେ ବରକନ୍ୟା ବିଦା ହୋଇ ଯିବା ପରେ ଦିଲିର ଖାଁର ଘରଟା ପୁଣି ସୁନସାନ ପଡ଼ିଗଲା। ସେଇ ନିସ୍ତବ୍ଧ ନୀରବତାର ତୀକ୍ଷ୍ଣ ଧାର ମାଟିର ପାଚେରୀ ଡେଇଁ ମଦନା ଘରକୁ ଆସି ତାକୁ ପ୍ରତି ମୁହୂର୍ତ୍ତରେ ବିଦ୍ଧ କରିବାକୁ ଲାଗିଲା। ମଦନାର ମନେ ପଡ଼ିଲା, ଶାଶୁ ଘରକୁ ଯିବାର ଠିକ୍ 2 ଘଣ୍ଟା ଆଗରୁ ମଦନା ତାଙ୍କ ଅଗଣାରେ ଛିଡ଼ା ହୋଇ ସେଇ ଭଙ୍ଗା ପାଚେରୀ ଫାଙ୍କରେ ଥରେ ମାତ୍ର ଅମିନାକୁ ଦେଖିଥିଲା। ଅମିନା ବଧୂବେଶରେ ସଜ୍ଜିତ ହୋଇ ତାଙ୍କ ଅଗଣାରେ ଚୁପ୍ଟି ହୋଇ ଠିଆ ହୋଇଥିଲା। ବାହାଘରର କାନଫଟା ଗୋଳମାଳରୁ ଅଲଗା ହୋଇ ସେ ଯେମିତି ଟିକେ ଦମ୍ ମାରିବାକୁ ଚେଷ୍ଟା କରୁଥିଲା। ମଦନାର ଆଖି ତା ଆଖି ସଙ୍ଗେ ମିଶିଯିବା ପରେ ମଦନା ଦେଖିପାରିଲା ଅମିନାର ଆଖି ଉପରେ ଗୋଟାଏ କିଛି ଦିନର ଅନିଦ୍ରା ଯେପରି ଜମି ରହିଛି। ମଦନା ତା ଆଡ଼କୁ ଆଉ ଅନେଇ ପାରିଲା ନାହିଁ। ଅମିନା ଶାଶୁଘରକୁ ଚାଲିଯିବା ପରେ ମଦନା ବାହା ହେବାକୁ ଏକା ଜିଦ୍ ଧରି ବସିଲା। କେଜାଣି କାହିଁକି କାହା ଉପରେ ଥିବା ବହୁଦିନର ରାଗ ସୁଝାଇବା ପାଇଁ ସେ ଯେମିତି ଶୀଘ୍ର ଗୋଟାଏ ବେକରେ ଛନ୍ଦି ପକାଇବାକୁ ଚାହୁଁଥିଲା। କେହି ତାକୁ ଏ ବିଷୟରେ କିଛି ପ୍ରଶ୍ନ କଲେ ମଦନା ଗର୍ଗର ହୋଇ କହୁଥିଲା, କାହିଁକି ମୋ ସମସ୍ତେ ବାହା ହେବେ, ମୁଁ କ'ଣ ମଣିଷ ନୁହେଁ କି? ମୁଁ କ'ଣ ବାହା ହେବାକୁ ଭାର୍ଜନ ନୁହେଁ? ଏହାର ମାସକ ପରେ ମଦନା ଗୁରୁବାରୀକୁ ତୁଳାକନ୍ୟା କରି ତାଙ୍କଠାରୁ 4 କୋଶ ଦୂର ତଣ୍ଡିକଣା ଗାଁରୁ ଟେକି ଆଣିଲା। ଆଜି ଏହି ନିସ୍ତବ୍ଧ ରାତିରେ ସେହି ଛାପଛାପକିଆ ସଜନା ଗଛ ଛାଇରେ ମଦନା ମନର ଅତୀତର ସେହି ପୁରୁଣା କାହାଣୀ ଗୁଡ଼ାକ ଫୋଣା ଟେକି ଛିଡ଼ା ହେଲା। ତା ମନରେ ଶୋଇଲା ସାପ ଗୁଡ଼ାକ ଆଜି ଯେମିତି ବିସ୍ମୃତିର ଅତଳ ଗହ୍ୱରରୁ ବାହାରି ଆସି ଖୋଲା ଆଲୁଅରେ ବୁଲିବାକୁ ଇଚ୍ଛା କରୁଥିଲେ। ଭାବୁ ଭାବୁ ମଦନାକୁ କେତେବେଳେ ଛାଇ ନିଦ ଲାଗିଯାଇଛି। ୟା ଭିତରେ ରନ୍ଧାବଢ଼ା ସାରି ଗୁରୁବାରଟି ଯେ କେତେବେଳେ ଆସି ତା ପାଖରେ ଢୁଳେଇ ପଡ଼ିଛି ତାର ନଜର ନାହିଁ। ରାତି ଅଧରେ ହଠାତ୍ ଚାହିଁକିନା ମଦନାର ନିଦ ଭାଙ୍ଗିଯିବାରୁ ସେ ଦେଖିଲା ଦୂରରେ ଧୋବ ଲୁଗା ପିନ୍ଧି ମଣିଷ ପରି ଗୋଟେ କ'ଣ ଚଳନ୍ତା ମୂର୍ତ୍ତି ତାରି ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ଠିଆ ହୋଇଛି। ମଦନା ତା ଛାତି ଉପରୁ ଗୁରୁବାରର ହାତଟାକୁ ତଳକୁ ଫୋପାଡ଼ି ଦେଇ ଆଖି ମଳିମଳି ଉଠି ଛିଡ଼ା ହେଲା। ଦେଖିଲା ଆକାଶର ସଫା ଜହ୍ନଟା ଯେମିତି ଧୋବ ଫରଫର ହୋଇ ଦୁଉଛି, ଆଉ ସେଇ ଛାଇଟା ପାଚେରୀ ତଳେ ତଳେ କ୍ରମେ ଦୂରକୁ ଦୂରକୁ ଘୁଞ୍ଚି ଯାଉଛି। ମଦନା ଡାକିଲା, କିଏ? କାହାର କୌଣସି ଉତ୍ତର ନାହିଁ। ଯେଉଁଠି ପାଚେରୀଟା ମଝିରୁ 2 ଫାଳ ହୋଇ ଭାଙ୍ଗି ଯାଇଛି ସେଠି କୌଣସି ଛାଇ ଛାୟା ଅନ୍ଧାର ନାହିଁ। ଜହ୍ନ ଆଲୁଅରେ ସବୁ ଜିନିଷ ସେଠାରେ ଅରୁଆ ଚାଉଳ ପରି ବାରି ହୋଇ ପଡ଼ୁଛି। ସେଇ ଛାଇଟା ସେଠାରେ ପହଞ୍ଚିବା ମାତ୍ରକେ ମଦନା ଦେଖିପାରିଲା ସେ ଆଉ କେହି ନୁହେଁ, ଅମିନା। ଅମିନା ବଡ଼ ବଡ଼ ଆଖି ଦିଟାରେ ଛାଇ ଆଲୁଅର ଜୁଆର ପରି ମନେ ହେଉଥିଲା। ସତେ ଯେମିତି ସେଥିରେ ଜମି ରହିଛି ଖାଲି କ୍ଳାନ୍ତି ଆଉ କ୍ଳାନ୍ତି। ମଦନା ଡାକିଲା, ଅମିନା। ଛାଇଟା ସେଇ ଭଙ୍ଗା ପାଚେରୀ ସନ୍ଧିରେ ଗଳି ଦିଲିର ଖାଁ ଅଗଣା ଭିତରେ ପଶିଗଲା। ମଦନା ଫେରି ଆସିଲା। ସେ ରାତିରେ ଆଉ ତାକୁ ନିଦ ହେଲା ନାହିଁ। ତା ମନରେ ଭୟ ହେଲା। ଅମିନାର ଉଦ୍ଦେଶ୍ୟ କ'ଣ ସେ ବୁଝିପାରିଲା ନାହିଁ। ଅମିନାର ବଡ଼ ବଡ଼ ଆଖି ଦିଟା ତାକୁ ପ୍ରତି ମୁହୂର୍ତ୍ତରେ ଶିକାରୀ ପରି ଗୋଡ଼େଇ ଧରିବାକୁ ଚେଷ୍ଟା କଲା। ଗୁରୁବାରୀ ଡରିବ ବୋଲି ସେ ତାକୁ କୌଣସି କଥା ଫିଟାଇ କରି କହିଲା ନାହିଁ। ମଦନାର ମନେ ପଡ଼ିଲା ଅମିନା ତାକୁ ସକାଳେ ଧମକ ଦେଇ କହିଥିଲା, ଦୁହିଁଙ୍କର ଖୁନ୍ ନିକାଲି ଦେବି। ତେବେ କ'ଣ ଅମିନା ଏତେ ରାତିରେ ତାକୁ ଆଉ ଗୁରୁବାରକୁ ଖୁନ୍ କରିବାକୁ ଆସିଥିଲା? କିନ୍ତୁ ଅମିନାର ଆଖି ଦୁଇଟା ତା ଆଶଙ୍କା ବିରୁଦ୍ଧରେ ପ୍ରତିବାଦ ଜଣେଇଲା। ଖୁନ୍ କରିବାକୁ ଆସିଥିଲେ ସେ ଏମିତି ଭାବରେ ତା ଆଡ଼କୁ ଚାହିଁ ରହିଥିଲା କାହିଁକି? ସେଇ କଳା ରାତିର ସମସ୍ତ ରହସ୍ୟ, ସମସ୍ତ ଗଭୀରତା ଯେମିତି ତା ଆଖି ଭିତରେ ଲୁଚି ରହିଥିଲା। ମଦନାର ମନେ ପଡ଼ିଲା ଶାଶୁଘରକୁ ଯିବା ପୂର୍ବ ମୁହୂର୍ତ୍ତରେ ଅମିନା ଠିକ୍ ତାକୁ ଏମିତି ଭାବରେ ଚାହିଁଥିଲା। ତାପରେ ସେ ଭାବିଲା, କାହିଁ ଅମିନା ହାତରେ ତ ଛୁରୀ ଫୁରି କିଛି ନଥିଲା। ମଦନା ଭାବି ଭାବି ଥଳକୂଳ ପାଇଲା ନାହିଁ। ଏହାର କିଛି ଦିନ ପରେ ଅମିନା ଦିନେ ବେହୋସ ହୋଇ ତଳେ ପଡ଼ିଗଲା। ବେହୋସ ହୋଇ ସେ ଖାଲି ଅନବରତ ପ୍ରଳାପ କରିବାକୁ ଲାଗିଲା। ତା ସ୍ୱାମୀ ଆଉ ଗୁରୁବାରୀ ବିରୁଦ୍ଧରେ ସେ କେବଳ ପ୍ରଳାପର ବିଷ ବାନ୍ତି କରିବାକୁ ଲାଗିଲା। ଗୁରୁବାରୀକୁ ସେ ଖୁନ୍ କରିବାକୁ ଚାହେଁ ଆଉ ତା ସ୍ୱାମୀକୁ ଜାହାନ୍ନମକୁ ପଠାଇବାକୁ ଚାହେଁ। କେବଳ ଦିନ ତମାମ ସେ ଏଇଭଳି ଗର୍ଜନ କରିବାକୁ ଲାଗିଲା। ବହୁତ କବିରାଜ ହାକିମ ଆସିଲେ, ମାତ୍ର ଅମିନାର ଚେତା ନାହିଁ। ସେ ନିଜର ଦେହ ମୁଣ୍ଡକୁ ନଖରେ ଆମ୍ପୁଡ଼ି ପକାଇଲା। ନିଜର ବାହାଟାକୁ ନିଜେ କାମୁଡ଼ି କାମୁଡ଼ି ଛିଣ୍ଡାଇ ପକାଇଲା। ଗୁରୁବାରୀ ଆଉ ତା ସ୍ୱାମୀକୁ ଅନର୍ଥକ ଗାଳିଗୁଲଜ ଦେଇ ତା ମନ ଟିକେ ଥଣ୍ଡା ହେବାରୁ ସେ ସେମାନଙ୍କୁ ଛାଡ଼ି ମଦନାକୁ ଆକ୍ରମଣ କଲା। ମଦନା ଯେ ସବୁ ଅନର୍ଥର ମୂଳ, ମଦନା ଯେ ତାକୁ ଖୁନ୍ କରିଛି, ଏଇଭଳି ଭାବରେ ସେ ପାଟି କରି ବକିବାକୁ ଲାଗିଲା। ରାତିରେ
ତା ଛାତି ଭିତରେ କଫ ଜମିଯାଇ ଘଡ଼ଘଡ଼ ଶବ୍ଦ ଶୁଣାଗଲା। କବିରାଜ ନାଡ଼ି ଦେଖି କହିଲେ, ନ୍ୟୁମୋନିଆ ହେଲାଣି। ଅମିନା ସେହିପରି ଭାବରେ ବେହୋସ ହୋଇ ଇଆଡ଼େ ସିଆଡ଼ୁ ବକୁଥାଏ। ତୟାର ଦିନ ସକାଳୁ କଫ ଜମି ତାର କଣ୍ଠରୁଦ୍ଧ ହୋଇ ଆସିଲା। ସକାଳେ ଅମିନା ମରିଗଲାଣି ଶୁଣି ଗୁରୁବାରୀ ଖୁସି ହୋଇ ମଦନାକୁ କହିଲା, ମଲା ନାହିଁ ଯେ ମୋ କାଳ ଗଲା। ମଦନା କିନ୍ତୁ ତା କଥାର କୌଣସି ଉତ୍ସାହ ଦେଖାଇଲା ନାହିଁ। ସେ ଅନ୍ୟମନସ୍କ ଭାବରେ କେବଳ କହିଲା, ଆହା ବିଚାରୀଟା ବଡ଼ କଲବଲ ହୋଇ ମଲା। ଅମିନାର ମୃତଦେହକୁ ପଶ୍ଚିମ ଦିଗକୁ ମୁହଁ ବୁଲାଇ ଶୁଆଇ ଦିଆଗଲା। ତାପରେ ତାକୁ ୱାଜ ସ୍ନାନ କରାଇ ନମାଜ ପଢ଼ି ତାବୁତରେ ଶୁଆଇ କବର ଭୂଇଁକୁ ନିଆଗଲା। ଅମିନାର ମୃତ ଆତ୍ମାର ସଦ୍ଗତି ପାଇଁ ମୌଲବୀ ସାହେବ ମସଜିଦ ସାମ୍ନାରେ ଜେନାଜା ପଢ଼ିଲେ। କବର ଭୂଇଁରେ ବେଲଦାରମାନେ ଗାଡ଼ ଖୋଳିଦେଲେ। ଶବ ସଂସ୍କାର ପରେ ଅମିନାର ମୃତଦେହକୁ ସେହି ଗାଡ଼ ଭିତରେ ଶୁଆଇ ଦେଇ ଶେଷ ଥର ସକାଶେ ମନ୍ତ୍ର ପଢ଼ା ହେଲା। ବିସ୍ମିଲ୍ଲାହି ମଜରିହା ଓମର ଶାହା ଇନାରବି ଇକଫୁଲ ରହିମ। ତାପରେ ମାଟିର ଅନନ୍ତ ଗର୍ଭରେ ଅମିନାର କ୍ଷୁଦ୍ର ମାଟି ଦେହ କୁଆଡ଼େ ଲୁଚିଗଲା। ଏହାର କିଛିଦିନ ପରେ ମଦନା ଅଯାଚିତ ଭାବରେ ଯାଇ ବୁଢ଼ା ଲିଲିର ଖାଁ ନିକଟରେ ଦିନ ଅନୁରୋଧ କଲା, ଅମିନାର ମୃତଦେହ ଉପରେ ଗୋଟିଏ କବର ତୋଳିବାକୁ ହେବ। ସେ ନିଜେ ପଥର ସୁଆଁସ କରି ଚୂନ ପଲସ୍ତ ଦେଇ କବର ତିଆରି କରିଦେବ। ସେଥିସକାଶେ ସେ ଗୋଟାଏ ସୁଦ୍ଧା ମଜୁରୀ ନେବ ନାହିଁ। ବୁଢ଼ା ଦିଲିର ଖାଁ ବିଡ଼ି ତିଆରି କରୁ କରୁ ଗମ୍ଭୀର ହୋଇ ସବୁ କଥା ଶୁଣିଲା। ତାପରେ କହିଲା, ତୋର ଯାହା ଇଚ୍ଛା ତାହା କର। ଖୋଦାଙ୍କର ଯାହା ବରାଦ, ମୁଁ ଆଉ କାହାକୁ କିଛି ମନା କରିବି ନାହିଁ। ତାପର ଦିନଠାରୁ କବର ଭୂଇଁରେ ମଦନାକୁ ଅମିନାର ମୃତଦେହ ଉପରେ ଗୋଟାଏ ବଡ଼ କବର ତିଆରି କରୁଥିବାର ଦେଖାଗଲା। ରୋଜ ସଞ୍ଜ ବୁଡ଼େ ସବୁ ପଥୁରିଆ କାମ ସାରି ଘରକୁ ଫେରି ଆସିବା ପରେ ସେ ପଥର ଉପରେ ପଥର ଜମାଇ ଏକ ସୁନ୍ଦର କବର ତିଆରି କରେ। ରାତିରେ ରାଣୀ ଫୁଲ ପରି ଜହ୍ନ ପଡ଼ି ଶ୍ୟାମ ମଶାଣୀ ଦେହରେ ରୂପାର ପିଠଉ ଢାଳି ଦେଲା ବେଳେ ମଦନା ଅମିନାର କବର ଉପରେ ବସି ତାର ଅତୀତର ପୋଡ଼ା ଶ୍ମଶାନଟା ଆଡ଼କୁ ଚାହିଁ ତାର ମନେ ପଡ଼େ, ପିଲାଦିନେ ଥରେ ଗାଁର ଜଣେ ମଲା ଲୋକର କବର ଦେଖି ଅମିନା ତାକୁ କହିଥିଲା, ମୁଁ ମରିଗଲେ ତୁ ମୋ ଉପରେ ଏମିତି ଗୋଟାଏ କବର ତିଆରି କରିଦେବୁ ନା। ଦୂରରୁ ଅମିନାର ପିଲାଳିଆ ମୁଲାୟମ ହସ ପରି ଜହ୍ନ ଆଲୁଅ ଭାସି ଆସି ସେଇ କବର ଭୂଇଁର ଅସୁମାରୀ ଘାସ ଗଛ ଗହଳରେ ଢେଉ ପରି ନହଡ଼ା ମାରି ଲୋଟିଯାଏ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ମାଟିର ତାଜ, ଗାଳ୍ପିକ ସଚ୍ଚିଦାନନ୍ଦ ରାଉତରାୟ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।